ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦଠାରେ ଥିବା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ବିନା ଅତିଥିରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍ଘାଟନ କରିବା ପାଇଁ ପୌର ପରିଷଦ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦେବୀପ୍ରସାଦ ମହାନ୍ତି ଓ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେବାକୁ ନିମନ୍ତ୍ରଣ ପତ୍ରରେ ନାମ ଉଲ୍ଲେଖ ଥିବାବେଳେ ପରିଶେଷରେ କେହି ଜଣେ ପ୍ରଶାସନିକ ଅଧିକାରୀ ଯୋଗ ଦେଇନଥିଲେ। ବହୁ ବିଳମ୍ବରେ ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ବଳ ପରିଷଦ ମାନଙ୍କୁ ନେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ମହୋତ୍ସବକୁ ଉଦ୍ଘାଟନ କରି ରାଜ୍ୟ ସରକାର ବ୍ୟାସ ସରୋବରକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଛନ୍ତି। ଏହି ପୀଠର ବର୍ଣ୍ଣନା ମହାଭାରତରେ ରହିଛି। ଏହି ପୀଠରେ ବ୍ୟାସଦେବ ମହାଭାରତ ଶେଷ ପର୍ବ ଲେଖିଥିବା ପୁରାଣରେ ବର୍ଣ୍ଣିତ ଅଛି। ଏହି ମହୋତ୍ସବକୁ ପୌର ପରିଷଦ ସହରବାସୀଙ୍କ ଟିକସ ଓ ନିଜସ୍ୱ ପାଣ୍ଠିରେ ଅନୁଷ୍ଠିତ ହେଉଛି। ଏଥିରେ କୌଣସି ସରକାରୀ ବେସରକାରୀ କିମ୍ବା କଳିଙ୍ଗନଗର ଶିଳ୍ପ ସଂସ୍ଥାଗୁଡ଼ିକର କୌଣସି ଅବଦାନ ନାହିଁ। ବ୍ୟାସନଗର ମାଟି ସ୍ୱାଭିମାନର ମାଟି। ଏହି ବ୍ୟାସ ମହୋତ୍ସବ ସହରବାସୀଙ୍କ ସମ୍ମାନ ଓ ସ୍ୱାଭିମାନର ପ୍ରଶ୍ନ ସଫଳ କରିବା ପାଇଁ ସହରବାସୀ ସହଯୋଗର ହାତ ବଢ଼ାଇବାକୁ ପୌରାଧ୍ୟକ୍ଷ ନିବେଦନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପାରିଷଦ ବିଜୟ କୁମାର ଜେନା, ସିଦ୍ଧାର୍ଥ ସାମଲ, ପାର୍ଥସାରଥୀ ନାୟକ, ସନ୍ତୋଷ ବରାଳ, ଶିବାନନ୍ଦ ନାୟକ, ଅଶୋକ ଦାସ, କୁମୁଦିନୀ ରାଉତ, ଉର୍ମିଳା ପରିଡ଼ା, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡ଼ା, କୁନି ହାଁସଦା, ସରିତା ଜେନା, ବୁଦୁନି ତରାଇ, ଅନ୍ନପୂର୍ଣ୍ଣା ତରାଇ, ରଶ୍ମିତା ଖୁଣ୍ଟିଆ, ରବୀନ୍ଦ୍ର ରାଓ, ଦିଲ୍ଲୀପ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ବ୍ୟାସ ମାରାଥନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟାସଶ୍ରୀ କଳା ନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାନସୀ ପଣ୍ଡା ଓ ବାଇଧର ମାଝୀ ମଞ୍ଚ ପରିଚାଳନା କରିଥିଲେ। ତେଣୁ ଦୀର୍ଘ 11 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ଫିକା ପଡ଼ିଥିଲା। ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ ଚେୟାରଗୁଡ଼ିକ ଫାଙ୍କା ପଡ଼ିଥିଲା। 60ରୁ ଉର୍ଦ୍ଧ୍ୱ ଷ୍ଟଲ୍ ଖୋଲାଯାଇଥିଲେ ମଧ୍ୟ ଷ୍ଟଲ୍ଗୁଡ଼ିକ ବ୍ୟାସଦେବ ରାଘୁଜୀ ଗୋସାଇଁଙ୍କ ମନ୍ଦିରରେ ରଙ୍ଗ ଦିଆଯାଇ ନାହିଁ। ନିକଟରେ ଗୁପ୍ତଗଙ୍ଗା ପରିଷ୍କାର କରାଯାଇ ନାହିଁ। ପବିତ୍ର ଗୁପ୍ତଗଙ୍ଗାରେ ମାଛଗୁଡ଼ିକ ମରାଯିବା ଫଳରେ ପାଣିର ଦୁର୍ଗନ୍ଧ ବାହାରୁଛି। ନାନା ଅବ୍ୟବସ୍ଥା ସରୋବର ମେଳା ଚାଲିଛି। ଶାସକ ଦଳ ଚାପରେ ଅତିଥିମାନେ ଆସିଲେ ନାହିଁ ବୋଲି କୁହାଯାଉଛି। ମେଳାର ପରମ୍ପରା ମା ମାଟି ସମ୍ମାନ ନାରା ଦେଇ ବିଜୟ ହାସଲ କରିଥିବା ନେତା ବ୍ୟାସନଗର ମେଳା ପ୍ରତି ଅହିଷ୍ଣୁ ଭାବେ କାହିଁକି ତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମା ମାଟିର ସମ୍ମାନ ସ୍ୱାଭିମାନ ନେତାଙ୍କର କୁଆଡ଼େ ଗଲା ତା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ସୁଭାଷ ଚନ୍ଦ୍ର ବଳ, ବ୍ୟାସନଗର ପୌର ପରିଷଦର ନଗରପାଳ। ଆଗେ ପ୍ରଥମେ ଆପଣଙ୍କ ମାଧ୍ୟମରେ ଦୁଃଖ ପ୍ରକାଶ କରିବି। ଆଜି ପବିତ୍ର ବ୍ୟାସ ସରୋବର ମହୋତ୍ସବ ଉଦ୍ଘାଟନ ଦିବସ। ଆଜି ଯେଉଁମାନେ ଅତିଥି ଥିଲେ ଆପଣମାନେ ଜାଣିଥିବେ 3 ତାରିଖ ଆମର ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆସୁଛନ୍ତି। ଯେଉଁମାନେ ଅତିଥି ଥିଲେ ଆଜି ସନ୍ଧ୍ୟାବେଳେ ଜଣେ ମନ୍ତ୍ରୀ ଏବଂ ଜିଲ୍ଲାପାଳ ତାଙ୍କର ଗୋଟେ ପ୍ରସ୍ତୁତି ବୈଠକ ଥିଲା। ସେଥିପାଇଁ ଯେଉଁମାନେ ଅତିଥି ଥିଲେ ତାଙ୍କର କାର୍ଯ୍ୟବ୍ୟସ୍ତରୁ ଆସିପାରିଲେନି। ନିଶ୍ଚୟ ଆମେ ଖୁସି ଯେ ଆଜି ଉପସ୍ଥିତ ମୋର ସମସ୍ତ କାଉନସିଲର ବୃନ୍ଦ ଏବଂ ଏକ୍ଜିକ୍ୟୁଟିଭ ସର୍ ଆଉ ସାମ୍ନାରେ ମୋର ସମସ୍ତ ଏସ୍ଏସ୍ ଗ୍ରୁପ ମାଆ ମାନେ ଭଉଣୀ ମାନେ ଉପସ୍ଥିତ ଥିଲେ, ମିଡ଼ିଆ ଭାଇମାନେ ଥିଲେ ଏବଂ ଯେଉଁମାନେ ଆଜି ଆପଣମାନେ ଜାଣିଥିବେ ସକାଳୁ ଆମର ମାରାଥନ୍ ଥିଲା, ତାଙ୍କୁ ଯେଉଁମାନେ ବିଜେତା ହୋଇଥିଲେ ଆଜି ତାଙ୍କୁ ପୁରସ୍କୃତ କରାହେଲା। ଆଜି ପ୍ରଥମ ଦିନ ଆପଣମାନେ ଜାଣିଥିବେ ପୂର୍ବ ବର୍ଷରେ ବି ଯେଉଁଦିନ ଉଦ୍ଘାଟନ ହୁଏ କମ୍ ଲୋକ ହୁଅନ୍ତି। ମୁଁ ଆଶା ବିଶ୍ୱାସ କରିବି ଯେଉଁ 11 ଦିନ ଧରି ଆମର କାର୍ଯ୍ୟକ୍ରମ ଅଛି, ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନେତୃମଣ୍ଡଳୀ, କଂଗ୍ରେସ ନେତୃମଣ୍ଡଳୀ ଆସିବେ, ବିଜୁ ଜନତା ଦଳର ନେତୃମଣ୍ଡଳୀ ଆସିବେ, ବିଜେପି ନେତୃମଣ୍ଡଳୀ ନିଶ୍ଚିତ ଭାବେ ଆମ ମାନେ ସହରର ସମ୍ପୂର୍ଣ୍ଣ ସହଯୋଗ ସାହାଯ୍ୟ ଉପସ୍ଥିତ ହୋଇ 11 ଦିନ ଧରି ଏହି ମହୋତ୍ସବକୁ ସଫଳ କରିବ ଏବଂ ଯେଉଁମାନେ ଆମକୁ ସହଯୋଗ କରୁଛନ୍ତି କାଉନସିଲର, ଷ୍ଟାଫ୍ ଏବଂ ଯେତେ ଡିପାର୍ଟମେଣ୍ଟ, ପୋଲିସ ଡିପାର୍ଟମେଣ୍ଟ ହେଉ, ଫାୟାର ଡିପାର୍ଟମେଣ୍ଟ ହେଉ, ମେଡ଼ିକାଲ ଡିପାର୍ଟମେଣ୍ଟ, ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ, ପିଏଚ୍ଡି ଡିପାର୍ଟମେଣ୍ଟ, ଫାୟାର ବ୍ରିଗେଡ୍ ଡିପାର୍ଟମେଣ୍ଟ, ତାଙ୍କୁ ଧନ୍ୟବାଦ ଦେବି। ଯାହା ହଉ 2 ଦିନ ଧରି এই সরোবর মহোৎসবকে সফল করা সমস্তর উদ্যম অছি। নিশ্চিত ভাবে যে ইভেন্টস নেইছেন ভুবনেশ্বর ইভেন্টস নেইছেন ওড়িশি, তাঁকু কুয়াইলা যেতে সর সুন্দর করবে নিশ্চিত ভাবে লোক গহলি হব এবং লোক উপভোগ করবে, যে কার্যক্রম হব উপভোগ করবে। সেপাই ইভেন্টস বালা বি ধন্যবাদ দেবি, লাইট বালা ধন্যবাদ দেবি এবং আপন মানুষ ধন্যবাদ দেবি যে সাহায্য সহযোগ করবে এবং মোর আম সহরর আম গর্ব গৌরব গারিমা যে ব্যাস সরোবরକୁ ନେଇକି ଆମେ ଗର୍ବ କରୁଛନ୍ତି ତାକୁ କେମିତି ପ୍ରଚାର ପ୍ରସାର କରିବେ। ଖାଲି ବ୍ୟାସନଗରରେ ସୀମିତ କରିବେନି, ଜିଲ୍ଲା ହେଉ ରାଜ୍ୟରେ କଣ ଅନୁକୂଳରେ ବ୍ୟାସ ସହର ମହୋତ୍ସବକୁ ଆପଣ ପ୍ରଚାର ପ୍ରସାର କରିବା ପାଇଁ ଏତିକି ଅନୁରୋଧ ରଖୁଛୁ। ବ୍ୟାସନଗର ପ୍ରଦ୍ୟୁମ୍ନ କୁମାର ବୋଇତାଇଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।